ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷୱାଲକୁ ସ୍ୱାଗତ। ରାକ୍ଷୀ ବନ୍ଧନକୁ ନେଇ ମୁଁ ଆପଣଙ୍କୁ ପୂର୍ବରୁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି। ଏଇଟା ହେଉଛି ଦ୍ୱିତୀୟ ଭିଡ଼ିଓ। ତ ଏଇ ଭିଡ଼ିଓରେ ଆମେ ଜାଣିବା ଯେ କେବଳ କ'ଣ ଭାଇ ଭଉଣୀମାନେ ରାକ୍ଷୀ ବାନ୍ଧି ପାରିବେ ନା ଆଉ କିଏ କାହାକୁ ରାକ୍ଷୀ ବାନ୍ଧି ହେବ କି ନାହିଁ ମୁଁ ଆପଣଙ୍କୁ କହିବି। ତା ସହିତ ଆପଣଙ୍କୁ କହିବି ତ ଏଇ ଦିନ କ'ଣ କରିବା ଉଚିତ, ମାନେ ନିହାତି ଭାବରେ ଆପଣ ଜାଣିବା ଦରକାର ଏ ଦିନ ଆପଣ କ'ଣ କରିବା ମାନେ ନିହାତି ଭାବରେ ଦରକାର, ଆଉ କ'ଣ ନ କରିବା ମଧ୍ୟ ଏ ଦିନ ଦରକାର। ତା ବ୍ୟତୀତ ରାକ୍ଷୀ ବାନ୍ଧିବା ପରେ ମାନେ ରାକ୍ଷୀ ବନ୍ଧନ ପରେ ରାକ୍ଷୀକୁ ଆପଣ କ'ଣ କରିବେ ଆଉ ତା ସହିତ କେଉଁ ଦିଗକୁ ମୁଖ କରି ରାକ୍ଷୀ ବାନ୍ଧିବା ଉଚିତ ମଧ୍ୟ ମୁଁ ଆପଣଙ୍କୁ ଏ ଭିଡ଼ିଓରେ କହିବି। ଦେଖନ୍ତୁ, ପ୍ରତି ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହି ଦିନକୁ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେତେବେଳେ ଜଣେ ଭଉଣୀ ତା ଭାଇର ହାତରେ ରାକ୍ଷୀ ବାନ୍ଧି ତା ଦୀର୍ଘ ଜୀବନ ଏବଂ ସୁଖ କାମନା କରେ, ଭାଇ ତା ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦିଏ। ସତରେ କ'ଣ ଏହା ଏକ ସମ୍ପର୍କ କେବଳ ଭାଇ ଭଉଣୀ ଭିତରେ, ନା ଅନ୍ୟ କିଛି ରହିଛି ଯେଉଁଠି ଜଣେ ଆଉ ଜଣକୁ ରାକ୍ଷୀ ଭଳି ପବିତ୍ର ଡୋରିରେ ବାନ୍ଧି ପାରିବ? ସତରେ କ'ଣ କେବଳ ଭାଇକୁ ରାକ୍ଷୀ ବାନ୍ଧି ହେବ? ଉତ୍ତରଟା ଜାଣନ୍ତୁ ଆଗକୁ। ତ ଏଇ ପବିତ୍ର କେବଳ ସୀମିତ ନୁହେଁ ଭାଇ ଭଉଣୀ ଭିତରେ, ଏଇ ବନ୍ଧନ ଆଉ କିଛି ସ୍ଥାନରେ ବି ଆପଣ ଦେଖିବାକୁ ପାଇବେ। ପ୍ରଥମ ସ୍ଥାନ ହେଉଛି ରାକ୍ଷୀ ବାନ୍ଧିବାର ପ୍ରଥମ ଅଧିକାର ଭଗବାନଙ୍କୁ ଦିଆଯାଏ ବୋଲି କୁହାଯାଇଥାଏ। ଅନେକ ମା ଭଉଣୀମାନେ ପ୍ରଥମେ ଭଗବାନ ଗଣେଶ, ଭଗବାନ କୃଷ୍ଣ, ଭଗବାନ ଶିବ, ପ୍ରଭୁ ନାରାୟଣ, ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧି ସାରିଲା ପରେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ତାଙ୍କର ବିଶ୍ୱାସ ଥାଏ ଯେ ଭଗବାନ ହେଉଛନ୍ତି ତାଙ୍କର ପ୍ରଥମ ରକ୍ଷକ, ତେଣୁ ସେ ପ୍ରଥମେ ଭଗବାନଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଦ୍ୱିତୀୟ ହେଉଛି, ଯଦି ଜଣେ ମହିଳାର କି ଜଣେ ଭଉଣୀର ଭାଇ ନାହିଁ, ତାହେଲେ ସେ ନିଜ ଭଉଣୀ ସହିତ ମାନେ ବଢ଼ିଛି, ତାହେଲେ ସେ ନିଜ ବଡ଼ ଭଉଣୀକି କି ସାନ ଭଉଣୀକି ମଧ୍ୟ ରାକ୍ଷୀ ବାନ୍ଧି ପାରିବ। ଏହା ଗୋଟେ ଭଉଣୀ ଭିତରେ ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାଏ। ତୃତୀୟ ହେଉଛି, ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରାଯାଏ, ତେଣୁ ଗୋଟେ ଶିଷ୍ୟ ତା ଗୁରୁଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବ। ଏହା ସୂଚିତ କରେ ଯେ ଗୋଟେ ଗୁରୁ ତାର ଶିଷ୍ୟକୁ ଶିକ୍ଷା ଦେଇ ଅନ୍ଧକାରରୁ ଆଲୋକକୁ ଆଣିବା ସହ ତାକୁ ସୁରକ୍ଷା ଦେବା ସହିତ ତାର ସମ୍ମାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚତୁର୍ଥ ହେଉଛି, ଅନେକ ସ୍ଥାନରେ ମହିଳାମାନେ ସାଧୁ, ସନ୍ଥ ଏବଂ ମନ୍ଦିରର ପୁରୋହିତ ବା ବ୍ରାହ୍ମଣଙ୍କୁ ରାକ୍ଷୀ ମଧ୍ୟ ବାନ୍ଧିଥାନ୍ତି। ଏହା ଏକ ଧାର୍ମିକ ବିଶ୍ୱାସ କରାଯାଏ ଯେ ତା ସହିତ ଆଧ୍ୟାତ୍ମିକ ସଂଯୋଗକୁ ମଧ୍ୟ ଦର୍ଶାଇଥାଏ। ଏହି ପରମ୍ପରା ବିଶେଷ କରି ଆପଣମାନେ ବୃନ୍ଦାବନ, ମଥୁରା, ହରିଦ୍ୱାର ଭଳି ତୀର୍ଥସ୍ଥଳରେ ଆପଣ ଦେଖିପାରିବେ। ପଞ୍ଚମ ହେଉଛି, ରକ୍ଷାବନ୍ଧନ ଅବସରରେ ଭଉଣୀମାନେ କ'ଣ କରିଥାନ୍ତି, ଭାରତୀୟ ସେନା, ପୋଲିସ, ତା ସହିତ ଅର୍ଦ୍ଧସାମରିକ ବାହିନୀର ସୈନିକମାନଙ୍କୁ ମଧ୍ୟ ରାକ୍ଷୀ ପଠାଇଥାନ୍ତି ବା କିମ୍ବା ନିଜେ ମଧ୍ୟ ଯାଇ ରାକ୍ଷୀ ମଧ୍ୟ ବାନ୍ଧିଥାନ୍ତି। ଏହା ସମାଜକୁ ସୁରକ୍ଷା ଦେଉଥିବା ରକ୍ଷକଙ୍କ ପ୍ରତି ସମ୍ମାନ ଏବଂ ବିଶ୍ୱାସର ପ୍ରତୀକ ହୋଇଥାଏ। ଷଷ୍ଠ ହେଉଛି ଗାଈ ଆମର ହେଉଛନ୍ତି ଗୋମାତା, ତେଣୁକରି କେତେକ ସ୍ଥାନରେ ଗୋମାତାଙ୍କୁ ରାକ୍ଷୀ ମଧ୍ୟ ବନ୍ଧା ଯାଇଥାଏ। ସପ୍ତମ ହେଉଛି, ପରିବେଶ ସୁରକ୍ଷା ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଲୋକମାନେ ଗଛରେ ରାକ୍ଷୀ ବାନ୍ଧିଥାନ୍ତି। ଏହା ଏକ ପ୍ରତିଜ୍ଞା ଯେ ଆମେ ଗଛକୁ ସୁରକ୍ଷା ଦେବୁ ଏବଂ ପରିବେଶକୁ ସୁରକ୍ଷିତ କରିବୁ। ଏହିସବୁ ସ୍ଥାନରେ ମଧ୍ୟ ଭାଇ ଭଉଣୀ ବ୍ୟତୀତ ଅନ୍ୟ କିଛିଟା ସ୍ଥାନ ଅଛି ଯେଉଁଠି ଗୋଟିଏ ଜଣେ ମହିଳା କି ଜଣେ ମା ଭଉଣୀ ରାକ୍ଷୀ ବାନ୍ଧି ପାରିବେ। ତାପରେ ଆମକୁ ନିହାତି ଭାବରେ ଜାଣିବା ଦରକାର ଯେ ରକ୍ଷାବନ୍ଧନରେ ଆମେ କ'ଣ କରିବା ନିହାତି ଭାବରେ ଦରକାର। ଦେଖନ୍ତୁ, ନିହାତି ଭାବରେ କ'ଣ ଦରକାର, ଭଉଣୀମାନେ ସେଦିନ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା, ତାଙ୍କୁ ତିଲକ କରିବା, ତାଙ୍କର ଆଳତି କରିବା ନିହାତି ଭାବରେ ଦରକାର। ତା ବଦଳରେ ଭଉଣୀ ମଧ୍ୟ ଭଉଣୀକୁ କିଛି ଉପହାର ଦେବା କି ସେମାନଙ୍କୁ ସୁରକ୍ଷା ଦେବା କି ତାଙ୍କର ପ୍ରତିଟି କଷ୍ଟ କି କୌଣସି ଖରାପ ପରିସ୍ଥିତିରେ ତା ସହିତ ସାଥିରେ ଠିଆ ହେବା ଭଳି ପ୍ରତିଶ୍ରୁତି ମଧ୍ୟ ଗୋଟେ ଭାଇକୁ ମଧ୍ୟ ଦେବା ଦରକାର। ତା ସହିତ ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ ମଧ୍ୟ କରିବା ନିହାତି ଭାବରେ ଦରକାର। ସେଦିନ ଆପଣ ଟିକେ ଜଲ୍ଦି ଉଠିଯାଇ ନିଜର ନିତ୍ୟକର୍ମ ସାରି ଘର ପୂଜା ଶେଷ କରିସାରିଲା ପରେ ସେଦିନ
ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କଲେ ବହୁତ ଭଲ। ତା ବ୍ୟତୀତ ସନ୍ଧ୍ୟାବେଳେ ଘରର ମୁଖ୍ୟ ଦ୍ୱାରରେ ଆପଣ ମା ଲକ୍ଷ୍ମୀଙ୍କ ନାମରେ ଗୋଟେ ଦୀପ ଜଳାଇବା ଉଚିତ। ଧାର୍ମିକ ବିଶ୍ୱାସ ଅନୁସାରେ ଏଇ ଦିନ ଆପଣ ଯଦି କିଛି ଦାନ କରୁଛନ୍ତି ତାହେଲେ ମଧ୍ୟ ବହୁତ ଶୁଭ ହେଇଥାଏ। ତା ବ୍ୟତୀତ ଭଗବାନ ବିଷ୍ଣୁଙ୍କ ସହିତ ଆପଣ ମା ଲକ୍ଷ୍ମୀଙ୍କୁ ସେଦିନ ପୂଜା କରୁଛନ୍ତି ତାହେଲେ ମଧ୍ୟ ବହୁତ ଭଲ ବୋଲି କୁହାଯାଏ। ତା ବ୍ୟତୀତ ଆପଣ ପଞ୍ଚ ବିଧିରେ ସବୁ ଠାକୁର ପୂଜା ଶେଷ କରିସାରିଲା ପରେ ଭଗବାନ ଗଣେଶକୁ ଆପଣଙ୍କ ପାଖରେ ଯଦି ଭଗବାନ ନାରାୟଣଙ୍କର କୌଣସି ପ୍ରତିମୂର୍ତ୍ତି ଅଛି, ଯେମିତିକି ପ୍ରଭୁ ନାରାୟଣ ହେଲା, ଭଗବାନ ଶ୍ରୀକୃଷ୍ଣ, ଭଗବାନ ଶିବ, ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ତାଙ୍କୁ ମଧ୍ୟ ରାକ୍ଷୀ ଅର୍ପଣ କରିବା ଉଚିତ। କାରଣ ସିଏ ଆପଣଙ୍କର ପ୍ରଥମ ରକ୍ଷକ, ତେଣୁ ତାଙ୍କୁ ପ୍ରଥମେ ରାକ୍ଷୀ ବାନ୍ଧିବା ଉଚିତ, ତାପରେ ଆପଣ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧି ପାରିବେ। ତାପରେ ରକ୍ଷାବନ୍ଧନରେ ସର୍ବଦା ଶୁଭ ସମୟରେ ଭଗବାନଙ୍କୁ ରାକ୍ଷୀ ଅର୍ପଣ କରିବା ଉଚିତ। ଏହି ସମୟରେ ଭଗବାନଙ୍କୁ କୁକୁମ ଚାଉଳର ତିଲକ ମଧ୍ୟ ଲଗାଇବା ଉଚିତ। ଭାଇଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ସମୟରେ ଆପଣ ଭଲ ତିଥି ଭଲ ସମୟ ଦେଖି ରାକ୍ଷୀ ବାନ୍ଧିବେ। ତା ବ୍ୟତୀତ ଯେତେବେଳେ ରାକ୍ଷୀ ବାନ୍ଧୁଛନ୍ତି 3ଟି ଗଣ୍ଠିରେ ରାକ୍ଷୀ ବାନ୍ଧିବା ଉଚିତ। ହିନ୍ଦୁ ବିଶ୍ୱାସ ଅନୁସାରେ ଏଇ 3ଟି ଗଣ୍ଠି ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ, ଭଗବାନ ମହାଦେବଙ୍କୁ ସମର୍ପିତ ହୋଇଥାଏ, ଯାହାକି ଶୁଭର ପ୍ରତୀକ ହୋଇଥାଏ। ତେଣୁ ରାକ୍ଷୀ ବାନ୍ଧିବା ସମୟରେ ଆପଣ 3ଟି ଗଣ୍ଠି ପକେଇବେ। ତା ସହିତ ଯେତେବେଳେ ଆପଣ ପୂଜା କରୁଛନ୍ତି ତ ସନାତନ ଧର୍ମରେ ପୂଜା ସମୟରେ ମୁଣ୍ଡରେ କିଛି ଓଢ଼ଣା ହେଲା କି କିଛି ଜିନିଷ ରୁମାଲ ହେଲା, ଗାମୁଛା ହେଲା, ତ ତାକୁ ପକେଇ ପୂଜା କରିବା ଉଚିତ। କାରଣ ରାକ୍ଷୀ ବାନ୍ଧିବା ସମୟରେ ଭାଇର ମୁଣ୍ଡକୁ ରୁମାଲ କିମ୍ବା ଗାମୁଛା ଦ୍ୱାରା ମଧ୍ୟ ଘୋଡ଼ାଇବା ଉଚିତ। ରକ୍ଷାବନ୍ଧନରେ ଭାଇର ଡାହାଣ ହାତରେ କେବଳ ରାକ୍ଷୀ ବାନ୍ଧିବା ଉଚିତ। ଭୁଲ କରିବି ବାମ ହାତରେ ରାକ୍ଷୀ ବାନ୍ଧନ୍ତୁ ନାହିଁ, କାରଣ ହିନ୍ଦୁ ଧର୍ମରେ ଡାହାଣ ହାତକୁ କର୍ମ ସହିତ ଜଡ଼ିତ କରାଯାଇଛି। ଏପରି ପରିସ୍ଥିତିରେ ଡାହାଣ ହାତରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଇଥାଏ। ତ ଏସବୁ ଜିନିଷ ଆପଣ କରିବା ନିହାତି ଭାବରେ ଦରକାର। ତାପରେ ରକ୍ଷାବନ୍ଧନରେ ଆପଣ କ'ଣ ନ କରିବେ ଦେଖନ୍ତୁ। ରକ୍ଷାବନ୍ଧନରେ ପ୍ରଥମ ହେଉଛି ଭଦ୍ରାକାର ବା ଭଦ୍ରାର ଛାୟା। ତ ସେଇ ସମୟରେ ବିଲକୁଲ ବି ରାକ୍ଷୀ ବାନ୍ଧନ୍ତୁ ନାହିଁ, କାରଣ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ବୋଲି କୁହାଯାଇଥାଏ। ତା ବ୍ୟତୀତ ଭଙ୍ଗା କି ଖଣ୍ଡିଆ କି ଆପଣଙ୍କର ଛିଣ୍ଡି ଯାଇଥିବା, ତ ଏସବୁ ରାକ୍ଷୀ ମଧ୍ୟ ଆପଣ ଯଦି ଆଣୁଛନ୍ତି ତା ପରେ କିଛି ସେମିତି ଆପଣ ଦେଖୁଛନ୍ତି ତ୍ରୁଟି ରହୁଛି, ଯେମିତି ଟିକେ ଭାଙ୍ଗି ଯାଇଛି, ଛିଣ୍ଡି ଯାଇଛି, ତ ସେସବୁ ରାକ୍ଷୀ ମଧ୍ୟ ବାନ୍ଧିବା ଉଚିତ ନୁହେଁ। ରାକ୍ଷୀକୁ ଏଣେ ତେଣେ ଆପଣ ନ ପକାଇ ତ ଆପଣ କ'ଣ କରିବେ, ସେ ରାକ୍ଷୀକୁ ପାଣିରେ ଭସେଇ ଦେବା କି ଆପଣ ଭସେଇ ଦେବା କି ଲାଲ କପଡ଼ାରେ ବାନ୍ଧି ରଖିପାରିବେ। ସେଦିନ ଆପଣ କ'ଣ କରିବେ, କାହାର ଅପମାନ କରନ୍ତୁ ନାହିଁ, କାହାକୁ ନିନ୍ଦା ଅପମାନ ଦିଅନ୍ତୁ ନାହିଁ, କାହା ସହିତ କଳି ଝଗଡ଼ା ମଧ୍ୟ କରନ୍ତୁ ନାହିଁ। ତା ବ୍ୟତୀତ ଏଇ ଦିନ ରାକ୍ଷୀ ବାନ୍ଧିବା ରାକ୍ଷୀ ବାନ୍ଧିବା ପୂର୍ବରୁ ସବୁବେଳେ ଚେଷ୍ଟା କରିବେ ନିଜର ଭାଇକୁ ତିଲକ କରେଇବେ, ଅକ୍ଷତ ଲଗେଇବେ। ତ ଅକ୍ଷତ ଆପଣ ଏଇଠି ମନେ ରଖିବେ ଯେ ଅକ୍ଷତ କେବେ ଭଙ୍ଗା ହେଇନଥିବ। ଅକ୍ଷତର ଅର୍ଥ ହେଉଛି ଅଭଙ୍ଗା ଅରୁଆ ଚାଉଳ। ତ ଆପଣ ଅଭଙ୍ଗା ଅରୁଆ ଚାଉଳ ହିଁ ଏଠି ବ୍ୟବହାର କରିବେ। ବିଲକୁଲ ବି ଆପଣ ଯେତେ ତିଲକ କରୁଛନ୍ତି ସେ ଏଇ ସମୟରେ ଭଙ୍ଗା ଅକ୍ଷତ ବ୍ୟବହାର କରିବେ ନାହିଁ। ତା ସହିତ ହିନ୍ଦୁ ଧର୍ମରେ ପୂଜା ସମୟରେ କଳା ପୋଷାକ କି କଳା ଲୁଗା ହେଲା କି କଳା ଡ୍ରେସ୍ ହେଲା ଆପଣ ପିନ୍ଧିବା ଶୁଭକର ନୁହେଁ। ତେଣୁକରି ରକ୍ଷାବନ୍ଧନରେ ଆପଣ ଯେତେବେଳେ ରାକ୍ଷୀ ବାନ୍ଧୁଛନ୍ତି ଆପଣ ଟିକେ ଚେଷ୍ଟା କରିବେ ସେଇ ପବିତ୍ର ଦିନରେ କଳା ରଙ୍ଗର କୌଣସି ପୋଷାକ ପିନ୍ଧିବେ ନାହିଁ କି ଉପହାର ସଦୃଶ କଳା ରଙ୍ଗର କୌଣସି ବସ୍ତୁ ମଧ୍ୟ ଦେବେ ନାହିଁ। ତା ବ୍ୟତୀତ ଆପଣ ମନେ ରଖିବେ ଯେ ଏହି ଦିନରେ ଭାଇ ଭଉଣୀମାନେ ପରସ୍ପର ସହିତ ଯୁକ୍ତି କରିବା, ଝଗଡ଼ା କରିବା କି କଳି ଝଗଡ଼ା କରିବା ମଧ୍ୟ ଉଚିତ ନୁହେଁ। କାହା ବିଷୟରେ ଭୁଲ ଚିନ୍ତା କରିବା ମଧ୍ୟ ଏଇ ଦିନରେ ଉଚିତ ନୁହେଁ। ଘର ଏବଂ ମନ୍ଦିର ମଧ୍ୟ ସଫାସୁତୁରା ଏଇ ଦିନରେ ରଖିବା ଉଚିତ। ତା ବ୍ୟତୀତ ଆପଣ ମନେ ରଖିବେ ଯେ ଆପଣ ଯେତେବେଳେ ରାକ୍ଷୀ ବାନ୍ଧିଦେଲେ, ଠିକ୍ ଅଛି, ଏଇଟା ତ ରାକ୍ଷୀ ବନ୍ଧନ ଦିନ, ତ ରାକ୍ଷୀ ବନ୍ଧନ ପରଦିନ ଆପଣ ସେ ରାକ୍ଷୀକୁ କ'ଣ କରିବେ, ତ ରାକ୍ଷୀକୁ ଆପଣ 21 ଦିନ ପର୍ଯ୍ୟନ୍ତ ହାତରେ ବାନ୍ଧି ପାରିବେ। ଯଦି 21 ଦିନ ପର୍ଯ୍ୟନ୍ତ ଆପଣ ବାନ୍ଧି ପାରିନାହାନ୍ତି ତାହେଲେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଦିନ ପର୍ଯ୍ୟନ୍ତ ଆପଣ ରାକ୍ଷୀ ପିନ୍ଧି ପାରିବେ।
तापरे कौन करेंगे आपण राखी को भल भाव माने धीरे करी बाहर करी आपण कौन करेंगे गोटे लाल कपड़ारे बांधी ताकू पवित्र स्थान जमती भल स्थान कि सबुबले कई असना मसना छुआ छुई जमती न हो गोटे भल स्थान रे आपण ताकू साइती करी रखिदेवे किंतु आपण जेतेबेले निज हाथरू बाहर करचुंती राखीटी जदि से समय आपण छिंडी गला कि आपणकर नष्ट हो गला तो से समय ताकू आपण कौन करेंगे पानी रे विसर्जन करदे इयार सियाडे आपण पकेबे नहीं तो आपण कौन करेंगे पानी रे विसर्जन करदेबे नहले कोनोसी गछ मूले जमती कि बर गछ हैला नहले ओस्त गछ हैला ता मूले जमती केई असना न हेइथिबो भल स्थान देखि लुचेई करी आपण सेठी माने विसर्जन मध्य करि परिबे एई दीटा जिनस कर परिबे किंतु आपण एति मन रखिबे जे राखी को केवल केबे भी इयार सियाडे करी फपाडंतु नहीं ता व्यतीत आपण जितेबाला राखी बांधुचंती रक्षाबंधन दिन राखी बांधुचंती तो सब आपण मन रखिए भौणीर मुह सर्वदा पश्चिम दिगरे हब तो पश्चिम दिगरे मुह करी सी चंदन तिलक करिवे भाई को मिठा खोइबे तापरे राखी बांधि पारिबे किंतु गोटे भाईर मुह सर्वदा उत्तर दिग हेइब उत्तर दिग हब नहले पूर्व दिग मध्य भाईर मुह हेइ पारिबो किंतु भूल करिबी दक्षिण दिग ना भौणीर मुह हब ना भाईर मुह मध्य हब तो यही जिनस आपण पूरा भलसे मन रखिए केबे भी गोटे भाई किंबा भौणीर मुह दक्षिण दिग हब नहीं आउ भौणीर मुह सर्वदा पश्चिम दिग हब भाईर मुह पूर्व नहले उत्तर हो पार यही सबू गोटे छोटिया छोटिया नियम रही आमर राखी बंधनर आशा करछि आपण मानकू एई नुआ नुआ कथा जानिया को किछि जदि मिली थिबो एई चैनल को जल्दी करी लाइक शेयर सब्सक्राइब कर दियंतु नमस्कार।